ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହି ମଧ୍ୟରେ ଗୁରୁବାର ଦୀଘା ବେଳାଭୂମିରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଭୀର ସମୁଦ୍ରରେ ଭାସି ଆସିଥିବା ଏକ ଜାହାଜ ଦିଗ ନିର୍ଣ୍ଣୟ ଯନ୍ତ୍ର ବୟାକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଠାବ କରିଥିଲେ। ପରେ ଅନ୍ୟ ଡଙ୍ଗା ଓ ସ୍ପିଡ୍ ବୋଟ୍ ସାହାଯ୍ୟରେ ଏହାକୁ କୂଳକୁ ଅଣାଯାଇଥିଲା। ଏହି ବିଶାଳ ବୟାକୁ ଦେଖିବା ପାଇଁ ଦୀଘା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ସୂଚନା ଅନୁଯାୟୀ ଏହି ବୟା ଗଭୀର ସମୁଦ୍ରରେ ଜାହାଜକୁ ସଠିକ୍ ଦିଗ ଦର୍ଶାଇବାରେ ସହାୟକ ହୋଇଥାଏ। ଲୁହାରେ ନିର୍ମିତ ଏହି ବଡ଼ ଭାସମାନ ଯନ୍ତ୍ରର ଉପରେ ଭାଗରେ ସୋଲାର ବ୍ୟବସ୍ଥା ରହିଥାଏ। ଦିନରେ ସୂର୍ଯ୍ୟକିରଣରୁ ଶକ୍ତି ସଂଗ୍ରହ କରି ରାତିରେ ଆଲୋକ ବିଚ୍ଛରଣ କରିଥାଏ, ଯାହାକୁ ଦେଖି ଜାହାଜର କ୍ୟାପ୍ଟେନ ସମୁଦ୍ର ଭିତରେ ନିରାପଦ ଭାବେ ମନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରବଳ ବାତ୍ୟାଜନିତ ପବନ ଓ ଉତ୍ତାଳ ଢେଉର ପ୍ରଭାବରେ ଏହି ବୟା ଗଭୀର ସମୁଦ୍ରରୁ ଭାସି ଦୀଘା ଉପକୂଳରେ ଆସି ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ 4 ନଭେମ୍ବର 2024ରେ ଏଭଳି ଏକ ଜାହାଜ ଦିଗ ନିର୍ଣ୍ଣୟ ଯନ୍ତ୍ର ବାଲେଶ୍ୱର ଜିଲ୍ଲାର ଉଦୟପୁର ବେଳାଭୂମିରେ ଭାସି ଆସିଥିଲା।